ଯଦି ଆପଣଙ୍କ ପାଖରେ ରାସନ କାର୍ଡ଼ ଅଛି ତେବେ ଆପଣଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଖବର। ଗରିବଙ୍କ କଲ୍ୟାଣ ଉପରେ ଧ୍ୟାନ ଦେଇ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଗରିବଙ୍କ କଲ୍ୟାଣ ଉପରେ ଧ୍ୟାନ ଦେଇଥିବା ସମୟରେ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଛନ୍ତି। ଏହି କ୍ରମରେ ଅନ୍ତ୍ୟୋଦୟ ଅନ୍ନ ଯୋଜନା ରାସନ କାର୍ଡ଼ଧାରୀମାନେ ଲାଭ ପାଇବାକୁ ଯାଉଛନ୍ତି। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରମାନଙ୍କ ପାଇଁ ମୋଦି ସରକାର ଅନ୍ତ୍ୟୋଦୟ ଅନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହି ଯୋଜନା ଅଧୀନରେ ପ୍ରତି ମାସରେ ସବସିଡିରେ 35 କିଲୋଗ୍ରାମ ରାସନ ଯୋଗାଇ ଦିଆଯାଉଛି। ଗହମ ଓ ଚାଉଳ ସହିତ ଚିନି ମଧ୍ୟ ଯୋଗାଇ ଦିଆଯାଉଛି। କିନ୍ତୁ ଅନେକ ରାସନ ଡିଲର ରାଜ୍ୟରେ ଅନ୍ତ୍ୟୋଦୟ କାର୍ଡ଼କୁ ଚିନି ବଣ୍ଟନ କରିବାକୁ ଗ୍ରହଣ ଦେଖାଇ ନାହାନ୍ତି। କେତେକ ଡିଲର ମୂଳ ଡିଡି ତିଆରି କରିନାହାନ୍ତି। ଅନ୍ୟ କିଛି ଡିଲର ସରକାର ଚିନି ଦେଉ ନଥିବା ବାହାନା କରୁଛନ୍ତି। ଫଳସ୍ୱରୂପ ଏଏୱାଇ କାର୍ଡ଼ଧାରୀମାନେ ସଠିକ୍ ଭାବରେ ଚିନି ପାଇପାରୁନାହାନ୍ତି। ସମବାୟ ବିଭାଗ ଦୃଷ୍ଟି ଆକର୍ଷଣ କରିବା ପରେ ଏହାକୁ ନେଇ ପ୍ରମୁଖ ନିର୍ଦ୍ଦେଶନାମା ଜାରି କରାଯାଇଛି। ଜିଲ୍ଲା ଅନୁଯାୟୀ ଅନ୍ତ୍ୟୋଦୟ ଅନ୍ନ ଯୋଜନା କାର୍ଡ଼ଧାରୀଙ୍କୁ ଯେତିକି ଚିନି ଦିଆଯିବା ଉଚିତ ଏବଂ ବଣ୍ଟନ କରାଯିବା ଉଚିତ, ବର୍ତ୍ତମାନଠାରୁ ରାଜ୍ୟରେ ଏହି ଅନ୍ତ୍ୟୋଦୟ କାର୍ଡ଼ଧାରୀମାନେ ଏହିସବୁ ସୁବିଧା ପାଇବେ। ବର୍ତ୍ତମାନ ଦେଶରେ ପ୍ରାୟ 1.89 କୋଟି ପରିବାର ପାଖରେ ଅନ୍ତ୍ୟୋଦୟ ରାସନ କାର୍ଡ଼ ଅଛି। ରାଜ୍ୟରେ 5.99 ଲକ୍ଷ ଲୋକଙ୍କ ଏହି କାର୍ଡ଼ ରହିଛି। ପ୍ରତି ମାସରେ ରାସନ କାର୍ଡ଼ଧାରୀଙ୍କ ପାଇଁ 999 କେଜି ଚିନି ଯୋଗାଇ ଦିଆଯାଉଛି। ଏହି କ୍ରମରେ ଡିଲରମାନଙ୍କୁ ଡିଡି ବାନ୍ଧିବାକୁ ଏବଂ କାର୍ଡ଼ରେ ବଣ୍ଟନ ଅନୁଯାୟୀ ଚିନି ନେବାକୁ ପଡ଼ିବ। ସମୁଦାୟ 17,235 ଡିଲର ଅଛନ୍ତି। ତେବେ ଚାଉଳ ଦେଇ କିଛି ଡିଲର ଚିନି ଦେବାକୁ ଦୂରେଇ ଯାଉଛନ୍ତି। ଏହି ଅଭିଯୋଗକୁ ଦୃଷ୍ଟିରେ ରଖି ସମବାୟ ବିଭାଗ ପ୍ରମୁଖ ନିର୍ଦ୍ଦେଶ ଜାରି କରିଛି। ବଜାରରେ ଚିନି ମୂଲ୍ୟ 40ରୁ 45 ଟଙ୍କା ମଧ୍ୟରେ ଥିବାବେଳେ ଅନ୍ତ୍ୟୋଦୟ କାର୍ଡ଼ଧାରୀଙ୍କୁ ସବସିଡି ଉପରେ କିଲୋଗ୍ରାମ ପିଛା 13.50 ଟଙ୍କାରେ ପ୍ରଦାନ କରାଯାଉଛି। ଦେଶର ଗରିବ ଲୋକଙ୍କୁ ଅନ୍ତ୍ୟୋଦୟ ରାସନ କାର୍ଡ଼ ପ୍ରଦାନ କରାଯାଇଛି, ଯାହା କୌଣସି ସ୍ଥାୟୀ ଆୟର ଉତ୍ସ ନାହିଁ। ଭିନ୍ନକ୍ଷମଙ୍କ ପାଇଁ ଅନ୍ତ୍ୟୋଦୟ ଖାଦ୍ୟ ରାସନ କାର୍ଡ଼ ମଧ୍ୟ ଉପଲବ୍ଧ। ଭୂମିହୀନ ଶ୍ରମିକ, ଗ୍ରାମାଞ୍ଚଳ କୃଷକ, ସଫେଇବାଲା, ରିକ୍ସା ଟାଣୁଥିବା ବ୍ୟକ୍ତି ଏବଂ ବସ୍ତିରେ ରହୁଥିବା ଲୋକମାନେ ସାଧାରଣତଃ ଅନ୍ତ୍ୟୋଦୟ ଅନ୍ନ ଯୋଜନାର ଲାଭ ଉଠାଇ ଆସୁଛନ୍ତି। କୌଣସି ଆୟର ଉତ୍ସ ବିନା ବିଧବା କିମ୍ବା 60 ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି ମଧ୍ୟ ଏହି ରାସନ କାର୍ଡ଼ ପାଇଁ ଯୋଗ୍ୟ ଅଟନ୍ତି। ଅନ୍ତ୍ୟୋଦୟ ରାସନ କାର୍ଡ଼ ପାଇଁ ଆବେଦନ କରୁଥିବା ବ୍ୟକ୍ତି କୌଣସି ସ୍ଥାୟୀ ଘର ନଥିବ, ବାର୍ଷିକ ଆୟ 20,000ରୁ ଅଧିକ ହୋଇନଥିବ, ପୂର୍ବରୁ କୌଣସି ରାସନ କାର୍ଡ଼ରେ ନାଁ ନଥିବ, ତେବେ ଏହି ଯୋଜନାରେ ସାମିଲ ହେବାକୁ ଯୋଗ୍ୟ ବିବେଚିତ ହେବେ।